ଜୟ ଜଗନ୍ନାଥ ସାଙ୍ଗମାନେ ଓଏସଏଫ୍ ଆଇଆରବିର ଏଜ୍ ରିଲାକ୍ସେସନ୍ ପାଇଁ ଯେଉଁ ପିଲାମାନେ କୋର୍ଟରେ କେସ୍ କରିଥିଲେ ତ ସେ ପିଲାମାନଙ୍କୁ କୋର୍ଟ ତରଫରୁ ଆପ୍ରୁଭାଲ୍ ମିଳିସାରିଛି। ତ ଆପଣମାନେ ଏଇଠି କୋର୍ଟରେ ଅର୍ଡ଼ର ଆଇଡ଼ି ଦେଖିପାରୁଥିବେ, ଏଇଠି ଦେଇଦେଇଛନ୍ତି ଜଷ୍ଟିସ୍ ଏସ୍କେ ପାଣିଗ୍ରାହୀ, ସେଇଟା ଆପ୍ରୁଭାଲ୍ କରିଦେଇ ତଳକୁ ଆସିଲା ପରେ ଏଇଟା ଆପଣ ଦେଖିପାରୁଥିବେ, ଏଇଟା ଆପଣଙ୍କୁ ମିଳିସାରିଛି 6 ଇୟର୍ ଏଜ୍ ରିଲାକ୍ସେସନ୍, ଯେଉଁଟା ପିଲାମାନେ ଦାବି କରୁଥିଲେ ମିଳିବା ପାଇଁ। ଏଇଠି ଦେଖନ୍ତୁ 6 ଇୟର୍ ଏଜ୍ ରିଲାକ୍ସେସନ୍ ମିଳିସାରିଛି। ତ ନେକ୍ସଟ ଆପଣଙ୍କର ଏଠି ନୋଟିସରେ ମେନସନ୍ କରିଦେଇଛି ଯେ ଆପଣ ଏଇଠି ଯେଉଁ ଆପ୍ଲାଏ କରିବେ ସେଇଟା କେବଳ ଆଜି 6 ଡିସେମ୍ବର ସକାଳ 6ଟାରୁ ଏଇଠି ମେନସନ୍ ଅଛି 7 ଡିସେମ୍ବର ସକାଳ 6ଟା ପର୍ଯ୍ୟନ୍ତ, ଏଇଟା 24 ଘଣ୍ଟା ଆପଣଙ୍କୁ ଟାଇମ୍ ଦେଇଦେଇଛି। ତ ଆପଣମାନେ ଏଇଠି ଯାଇକି ସାଇଟ୍କୁ ଯାଇକି ଏଇଠି ଆପ୍ଲାଏ କରିପାରିବେ। ଆଉ ୟାର ଆଡ଼ମିଟ୍ କାର୍ଡ଼ ଆପଣମାନଙ୍କୁ ଡାଉନଲୋଡ଼୍ କରିବା ପାଇଁ ହେଲେ ଆପଣମାନଙ୍କୁ ତଳେ ଏଇଠି ବି ଦେଖନ୍ତୁ ମେନସନ୍ କରିଦେଇଛି 9 ଡିସେମ୍ବର ସକାଳ 10ଟାରେ ଆପଣମାନଙ୍କୁ ତାପରଠୁ ମେନସନ୍ ମିଳିଯିବ, ଆପଣମାନଙ୍କୁ ସାଇଟ୍କୁ ଯାଇକିନା ଆପଣ ମିଳିଯିବ ଆଡ଼ମିଟ୍ କାର୍ଡ଼। ତ ସେଠି ଯାଇକିନା ଆପଣ ଆପଣଙ୍କର ଆଡ଼ମିଟ୍ କାର୍ଡ଼ ଡାଉନଲୋଡ଼୍ କରିପାରିବେ। ସାଇଟ୍କୁ ଆସିଲା ପରେ ଆପଣ ଏଠି ଦେଖିପାରିବେ, ଆପଣଙ୍କର ଏଠି ଉପରେ ଲିଙ୍କ୍ ଦେଇଦେଇଛି ମେନସନ୍ ଅଛି, ଏଇଠି ଆପଣ ଦେଖିପାରୁଥିବେ ଏଇଠି ରେଜିଷ୍ଟ୍ରେସନ୍ ସବମିଶନ୍ ଫର୍ ଅନଲାଇନ୍ ଆପ୍ଲିକେସନ୍ ଫର୍ ନ୍ୟୁ ପିଟିସନର୍ ଭାଇଡ଼ ନମ୍ବର 5 ଡିସେମ୍ବର ଅନରେବୁଲ୍ ହାଇକୋର୍ଟ ପାସ୍ ହୁଏ। ତ ଏଠି ଆସିକି ଆପଣ ସେ ଲିଙ୍କରେ କ୍ଲିକ୍ କରିଦିଅନ୍ତୁ। ଲିଙ୍କରେ କ୍ଲିକ୍ କଲା ପରେ ଆପଣ ଦେଖିପାରିବେ ଏଠି ତଳୁ ଆସିଲା ପରେ ଅନଲାଇନ୍ ରେଜିଷ୍ଟ୍ରେସନ୍ ପ୍ରୋସେସ୍। ଯେଉଁମାନେ ନ୍ୟୁ ଅଛନ୍ତି ସେମାନେ ନ୍ୟୁ ରେଜିଷ୍ଟ୍ରେସନ୍ କରିପାରିବେ, ଆଉ ଯେଉଁମାନେ ଅଲରେଡ଼ି ଆଗରୁ ଆପ୍ଲାଏ କରିଛନ୍ତି ଅଦର ଜବ୍ରେ ତ ସେମାନେ ଏଠି ସାଇନ୍ ଇନ୍ କରିକି ଡାଇରେକ୍ଟ ଦେଖିପାରିବେ। ଆପଣଙ୍କ ପାଖରେ ବେଶୀ ଟାଇମ୍ ନାହିଁ, ସେଥିପାଇଁ ଆପଣ ଯେତେ ଜଲ୍ଦି ପାରୁଛନ୍ତି ଯଥାଶୀଘ୍ର ସାଇଟ୍କୁ ଆସିକି ଆପଣ ନିଜେ ଆପ୍ଲାଏ କରିଦିଅନ୍ତୁ। ନ୍ୟୁ ରେଜିଷ୍ଟ୍ରେସନରେ ଆପଣମାନେ କ୍ଲିକ୍ କଲେ ଆପଣଙ୍କର ଏଭଳି ଗୋଟେ ଇଣ୍ଟରଫେସ୍ ଆସିବେ। ଏଠି ଦେଖିପାରୁଥିବେ ପର୍ସନାଲ ଡିଟେଲ୍ସ, କ୍ୱାଲିଫିକେସନ୍ ଡିଟେଲ୍ସ, ଡକୁମେଣ୍ଟସ୍ ଅପଲୋଡ଼ ଏଇଠି ଆପଣଙ୍କୁ ମାଗୁଛି। ତ ଏଠି ତଳେ ଆପଣ ଟିକ୍ ମାର୍କ କରିକି ଏଠି କ୍ଲିକ୍ ଟୁ ପ୍ରୋସିଡ୍ ଆପଣ କ୍ଲିକ୍ କରିଦେବେ, ଦେନ୍ ୟେସ୍ରେ କ୍ଲିକ୍ କରିଦେବେ। ତାପରେ ଆପଣ ଆପଣଙ୍କର ମୋବାଇଲ୍ ନମ୍ବର, କନଫର୍ମ ମୋବାଇଲ୍ ନମ୍ବର, ତାପରେ ଦେନ୍ ଇମେଲ୍। ତ ସେ ଇମେଲ୍ଟାକୁ ପୁଣି ଆଉ ଥରେ ଏଗେନ୍ କନଫର୍ମ କରିଦେବେ। ତାପରେ ଆଧାର ନମ୍ବର, ଆପଣଙ୍କର କନଫର୍ମ ଆଧାର ନମ୍ବର, ନେକ୍ସଟ ପାସୱାର୍ଡ଼, ଦେନ୍ କନଫର୍ମ ପାସୱାର୍ଡ଼, ଦେନ୍ କ୍ୟାପଚା ଏଣ୍ଟର କରିକି ଆପଣ କ୍ଲିକ୍ ଟୁ ପ୍ରୋସିଡ୍ରେ ଆପଣ କ୍ଲିକ୍ କରିଦେବେ। ଯେଉଁମାନେ ଅଲରେଡ଼ି ରେଜିଷ୍ଟ୍ରେସନ୍ କରିଛନ୍ତି ସେମାନେ ସାଇନ୍ ଇନ୍କୁ ଆସିଲା ପରେ ସାଇନ୍ ଇନ୍କୁ କ୍ଲିକ୍ କଲା ପରେ ଆପଣଙ୍କର ଏଭଳି ଗୋଟେ ଇଣ୍ଟରଫେସ୍ ପଳେଇ ଆସିବ। ତ ଆପଣଙ୍କର କେବଳ ଆପଣ ଆପ୍ଲିକେସନ୍ ନମ୍ବର ଆଉ ପାସୱାର୍ଡ଼ ଦେଇକି ତାପରେ ଆପଣ କ୍ୟାପଚା ଏଣ୍ଟ୍ରି କରିକି ଲଗ୍ଇନ୍ କରିଦେବେ, ତାପରେ ଆପଣଙ୍କର ହେଇଯିବ।